ଆଜି ଦେଶ ପାଳୁଛି ଶହୀଦ ଦିବସ। ବୀର ଯବାନମାନେ ନିଜର ଜୀବନକୁ ଜଳାଞ୍ଜଳି ଦେଇ ଶହୀଦ ହୋଇଥିଲେ। ପୁଲୱାମାଠାରେ ହୋଇଥିବା ଆକ୍ରମଣରେ ବୀର ସିଆର୍ପିଏଫ୍ ଯବାନମାନେ ନିଜର ଜୀବନକୁ ତ୍ୟାଗ କରିଥିଲେ। ଏହି ଅବସରରେ ଆଜି ସାରା ଦେଶ ଶହୀଦ ଦିବସ ପାଳନ କରୁଥିବା ବେଳେ ଏହି ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ସମ୍ମୁଖରେ ଥିବା ସାଇ ଇଣ୍ଟରନ୍ୟାସନାଲ ହୋଟେଲଠାରେ ଆଜି ବୀର ଯବାନଙ୍କୁ ମନେ ପକାଇ ସ୍ମୃତିଚାରଣ କରିବା ସହିତ ଶହୀଦ ଦିବସ ପାଳନ କରାଯାଇଛି। ଏହି ହୋଟେଲରେ ପ୍ରତ୍ୟେକ ଦିନ ସମସ୍ତ କର୍ମଚାରୀ କାର୍ଯ୍ୟରତ ରହିଥିବା ବେଳେ ଆଜି ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ସହ ଯବାନଙ୍କୁ ମନେ ପକାଇ କିଛି ସମୟ ନୀରବ ପ୍ରାର୍ଥନା କରିବା ସହ ବୀର ଯବାନଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ପରିବାରଙ୍କୁ କିଭଳି ଭଗବାନ ସାହା ହେବେ ଏବଂ ଭବିଷ୍ୟତରେ ତାଙ୍କ ପରିବାର କିଭଳି ଉନ୍ନତ ହେବ ଏବଂ ପରିବାରକୁ ସୁଖ ଶାନ୍ତି ଫେରି ଆସିବ, ଏହି ଅବସରରେ ଭଗବାନଙ୍କୁ ପ୍ରାର୍ଥନା କରିବା ସହିତ ଶହୀଦ ଯବାନମାନଙ୍କୁ ଉଦ୍ଦେଶ୍ୟରେ ଏକ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଛି। ମୋ ନାଁ ରଞ୍ଜନ କୁମାର ବେହେରା ଆଉ ହୋଟେଲ ସାଇ ଇଣ୍ଟରନ୍ୟାସନାଲ ମ୍ୟାନେଜର ଅଛି। ଆଜିର ବ୍ଲାକ୍ ଡେ ମାନେ ତାଙ୍କର ଯେଉଁ 40 ଯବାନ ଯେଉଁ ସିଆର୍ପିଏଫ୍ ଯେଉଁ ମୃତ୍ୟୁବରଣ ମାନେ ଦେଶରେ ଶହୀଦ ହେଇଛନ୍ତି ସେମାନଙ୍କର ପରିବାରକୁ ଆଉ ତାଙ୍କୁ ଶାନ୍ତିପୂର୍ଣ୍ଣ ମାନେ ରହୁ ବୋଲିକି ଜୀବନ ସାରା ଆଉ ତାଙ୍କ ପରିବାର ସହ ଆମର ଅଛୁ ସେଇଟା ସାର୍। ଆଜି ଏହି ଦିବସରେ କ'ଣ କ'ଣ ପାଳନ କଲେ? ଆଜି ସାର୍ ଆମ ହୋଟେଲ ତରଫରୁ ସାଇ ଇଣ୍ଟରନ୍ୟାସନାଲ ତରଫରୁ ଶାନ୍ତିପୂର୍ଣ୍ଣ ପାଇଁ ବା ତାଙ୍କ ପାଇଁ 2 ମିନିଟ୍ସର ବୀର ଯବାନଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଆମକୁ ସେଇଟା ବି ମନୋଭୂତ କଲୁ ସାର୍। ପ୍ଲସ୍ ଷ୍ଟାଫ୍ ମାନେ ତାଙ୍କ ପାଇଁ ସମସ୍ତେ ମିଶିକିରି ଆଜି ବହୁତ ଦୁଃଖ ବି ଅଛୁ ସାର୍। ସେଥିପାଇଁ ବି ଆମର ଅଲ୍ ଷ୍ଟାଫ୍ ଦୁଃଖ ଅଛନ୍ତି ଯେ ପ୍ଲସ୍ ଆମ ଦେଶର जवान माने देश भी बहुत दुख होता हम सर। मेरा नाम वाबी कासिम, मैं एचएसआई में एड से काम करता हूँ। आज ब्लैक डे का विषय में हम लोग का बहुत दुखी एक ही क्योंकि हम लोग का 40 जवान वहाँ पे बॉर्डर पे घर जाते वक्त शहीद हो गए। तो उन लोग का घर परिवार के लिए हम लोग सब एचएसआई फैमिली श्रद्धांजलि दे रहे। जो भी अब जिसे भी हुआ वो आज का दिन बहुत दुखा भरी कहानी वाला दिन था हम लोग का। जो भी अब 40 जवान मतलब हम लोग यहाँ पे सेफ क्यों है क्योंकि वहाँ पे बॉर्डर पे कोई हम लोग का रक्षा कर रहा है बल्कि हम लोग सेफ है। तो आज 14 फरवरी का दिन जहाँ पे अटैक हुआ था जितना हम लोग का 40 सीआरपीएफ वगैरह मरा था ऐसा बम ब्लास्ट में, तो हम लोग एचएसआई का पूरा फैमिली वगैरह हाथ जोड़ के गिनती करते हैं कि वो उनका फैमिली वगैरह को थोड़ा श्रद्धांजलि मिले।